ସବୁ ଶୁଣି ସୁଭଦ୍ରା ଚାପା ବିରକ୍ତିରେ ଗୁମୁରି ଗୁମୁରି କହିଲା, ପିଲାଗୁଡ଼ାକ ପାଠଶାଠ ପଢ଼ିଲ, ତେବେ ଜାଣିପାରିଲନି ଭଦ୍ରଲୋକ କିଏ? ଏହା ଥିଲା ତା ନିଜର ବିଳାପ, ତା ନିଜର ଚିନ୍ତାଧାରା। କାରଣ ସେ ହିଁ ପିଲାମାନଙ୍କୁ ହିଁ ତ କହିଥିଲା ଯେ ଭଦ୍ରଲୋକ ଦେଖିଲେ ଭିତରେ ବସିବାକୁ କହିବ, ନହେଲେ ବାହାରୁ ଘୋଡ଼ାଇ ଦେବ। ସେ ପୁଣି ସେ ପ୍ରଶ୍ନକୁ ପୁଣି ଥରେ ଦୋହରଉଛି। ନାରାୟଣ ମାଷ୍ଟର ଯଦି ଭଦ୍ରଲୋକ ନୁହନ୍ତି, ତେବେ ଏ ସଂସାରରେ ଆଉ କେହି ଭଦ୍ରଲୋକ ହୋଇପାରିବେ ନାହିଁ। ସାନ ପୁଅ ମା'କୁ କିଛି ନ କହି ଭାବୁଥାଏ, ଏ ଭଦ୍ରଲୋକ କିଏ? ତମେ କ'ଣ ଚିହ୍ନିଛ? ତମେ ପରା ଯେଉଁମାନଙ୍କୁ ଭଦ୍ରଲୋକ ବୋଲି ବୈଠକ ଘରେ ବସାଅ, ସମସ୍ତେ କିଛି ନା କିଛି ନୀତିବିରୁଦ୍ଧ କାମ ପାଇଁ ବୈଠକ ଘରେ ଅପେକ୍ଷା କରିଥାନ୍ତି। କିଏ ଆସିଥାଏ ଅଧ୍ୟାପିକା ସୁଭଦ୍ରା ପାଖକୁ ପୁଅ ଝିଅ ସମ୍ପର୍କୀୟ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ଧରି ପରୀକ୍ଷାରେ ନମ୍ବର ବଢ଼ାଇବା ପାଇଁ, କିଏ ଆସିଥାଏ ବାପାଙ୍କୁ ତୋଷାମତ କରି କିଛି ଅନୁଚିତ ଫାଇଦା ଉଠାଇବା ପାଇଁ। ସମସ୍ତେ କୌଣସି ନା କୌଣସି ଭାବେ ଦୁର୍ନୀତିଗ୍ରସ୍ତ ମୁଖାପିନ୍ଧା ମଣିଷ। ଅଭଦ୍ର ହିଁ କୁହାଯାଆନ୍ତା ସେମାନଙ୍କୁ। ଯେତେବେଳେ ସୁଭଦ୍ରା ସାନ ପୁଅକୁ ଦାୟୀ କରିଥିଲା ଯେ ସାନ ପୁଅ ନାରାୟଣ ମାଷ୍ଟରକୁ ଫେରାଇ ଦେଇଛି, ନା ସାନ ପୁଅ ଏଇ ଭଦ୍ରଲୋକଙ୍କ ବିଷୟରେ ସେ ଭାବୁଛି। ସେ ଭଦ୍ରଲୋକ କିଏ କ'ଣ ତମେ ତାଙ୍କୁ ଚିହ୍ନିଛ? ତମ ପାଖକୁ ଯେଉଁମାନେ ଆସନ୍ତି ସମସ୍ତେ ତ କିଛି କିଛି ଅନୀତିମୂଳକ କାର୍ଯ୍ୟ ନେଇକି ଆସିଥାନ୍ତି। କିଏ ଆସିଥାଏ ପୁଅ ଝିଅଙ୍କର ରୋଲ ନମ୍ବର ନେଇ ପରୀକ୍ଷାରେ ଅଧିକ ନମ୍ବର ରଖିବା ପାଇଁ, ଆଉ କେହି ଆସିଥାନ୍ତି ବାପାଙ୍କୁ ତୋଷାମତ କରି କିଛି ଅନୁଚିତ ଫାଇଦା ଉଠାଇବା ପାଇଁ। ତେଣୁ ଏମାନେ କ'ଣ ଭଦ୍ରଲୋକ? ପ୍ରକାଶ୍ୟରେ ସେ ପଚାରିଲା। କେମିତି ଜାଣିବ କିଏ ଭଦ୍ରଲୋକ? ପୋଷାକରୁ ଦଦରା ବୁଢ଼ାଟାଏ, ଏକବାର ଅପରିଚ୍ଛନ୍ନ, ବୈଠକ ଘରେ ପାଦ ପକାଇବା କଥା ବି ନୁହେଁ। ସୁଭଦ୍ରା ମନକୁ ମନ ଭାବୁଛି ଯେ ଭଦ୍ରଲୋକର କୌଣସି ସଂଜ୍ଞା ସେ ଦେଇନାହିଁ। ତେଣୁ ପିଲାମାନେ କେମିତି ଜାଣିବେ କିଏ ଭଦ୍ରଲୋକ? ଅତି ବିକଳ ହୋଇ ସୁଭଦ୍ରା ଭାବୁଥାଏ, ସତରେ ଭଦ୍ରଲୋକ କିଏ? କ'ଣ ତାର ସଂଜ୍ଞା? ପୁଅକୁ ସେ କ'ଣ ବୁଝାଇବ? କେମିତି ବୁଝାଇବ ଯେ ତାଙ୍କର ପାଦଧୂଳି ତା ବୈଠକ ଘରେ ପଡ଼ିଥିଲେ ବହୁ ପାପର ପ୍ରକ୍ଷାଳନ ହୋଇଥାନ୍ତା ବୋଲି? ସୁଭଦ୍ରା ନିଜକୁ ନିଜେ ଧିକ୍କାର କରୁଛି ଯେ ଯଦିଓ ସେ କିଛି ଜୀବନରେ ଅନୀତି କରିଛି, ସେହି ଅନୀତିମୂଳକ ପାପର ପ୍ରକ୍ଷାଳନ ହୋଇଥାନ୍ତା, ଅର୍ଥାତ୍ ତା ଘରେ ନାରାୟଣ ମାଷ୍ଟର ପାଦ ଦେଇଥିଲେ, ସେଇ ତାର ବୈଠକଖାନା, ସେଇ ତାଙ୍କର ପାଦଧୂଳିରେ ବହୁ ପାପର ପ୍ରକ୍ଷାଳନ ହୋଇଥାନ୍ତା। ନାରାୟଣ ମାଷ୍ଟରଙ୍କ ପ୍ରତି ସମସ୍ତ ଭକ୍ତି ଓ ଶ୍ରଦ୍ଧା ସତ୍ତ୍ୱେ ତଥାପି ଘୃଣପୋକଟିଏ ସନ୍ତର୍ପଣରେ ନାରାୟଣ ମାଷ୍ଟରଙ୍କ ପାଇଁ ମନର ନିର୍ମଳ ଭାବନାକୁ କୁଟକୁଟ କରି କାଟୁଥାଏ। ନାରାୟଣ ମାଷ୍ଟର ବି ଅନ୍ୟ ସମସ୍ତଙ୍କ ପରି ସାହାଯ୍ୟ ମାଗିଲେ ସାହାଯ୍ୟର ପରିମାଣ ଯଦି ତା ଶକ୍ତିର ବାହାର ହୁଏ, ତେବେ ସେ ବି ଶତ୍ରୁ ହୋଇଯିବେ, ଆଉ ସୁଭଦ୍ରାର ସେ ଅକଲ୍ୟାଣ କରିବେ। ଏହିପରି ଅନେକ କଥା ସୁଭଦ୍ରା ଭାବି ଚାଲିଛି। କ'ଣ ଉତ୍ତର ଦେବ ଭାବୁ ଭାବୁ ନାରାୟଣ ମାଷ୍ଟରଙ୍କର ଚିଠିର ଉତ୍ତର ଦେଇପାରିଲାନି ସୁଭଦ୍ରା। ସାହାଯ୍ୟ ଦେବାକୁ ପ୍ରତିଶ୍ରୁତି ଦେଇ ଯଦି ସେ ସେଥିପାଇଁ ଅକ୍ଷମ ହୁଏ, ନାରାୟଣ ମାଷ୍ଟର ରାମା ଦାମା ଯେ କେହି ନୁହନ୍ତି, ସେ ତାଙ୍କ ପାଖରେ ସହଜରେ ମିଥ୍ୟା ପ୍ରତିଶ୍ରୁତି ଦେଇଦେବ ଏବଂ ସେଥିପାଇଁ କିଛି ଗ୍ଳାନି ବି ଆସିବନି ମନରେ। ଯଦି ତାଙ୍କୁ ପ୍ରତିଶ୍ରୁତି ନ ଦେବ, ତେବେ ଚିଠିରେ କ'ଣ ବା ଲେଖିବ? କିଏ ଜାଣେ? ନାରାୟଣ ମାଷ୍ଟରେ ତା'ଠାରୁ କେତେ ବେଶୀ ଆଶା କରନ୍ତି। ଫେରିବାଲା ସଙ୍ଗେ ଦରକଷା ଭଳି 25 ମାଗିଲେ 5 ମିଳେ ନୀତିରେ ଆଜିକାଲି ବି ସାହାଯ୍ୟ ମଗାଯାଏ। କାରଣ ନାରାୟଣ ମାଷ୍ଟରେ ସେମିତି ଗୋଟାଏ ବେଓଜିଆ ସାହାଯ୍ୟ ପାଇଁ ହାତ ପତାଇ ନାହାନ୍ତି ତ? କିଏ ଜାଣେ? ଆଜିକାଲି ତାଙ୍କର ଅବସ୍ଥା ତ ଅତି ଶୋଚନୀୟ। ସୁଭଦ୍ରା ଶୁଣିଛି, ପଥ୍ୟ ତ ଦୂରର କଥା, ନିୟମିତ ଖାଦ୍ୟ ବି ଜୁଟେ ନାହିଁ। କ'ଣ ଲେଖିବ ଭାବୁ ଭାବୁ ସୁଭଦ୍ରା ଅନେକ ଦିନ ଚୁପ୍ ରହିଗଲା। ଏଥର ସୁଭଦ୍ରା ସାହାଯ୍ୟର ପରିମାଣଟା କେତେ ସେ ବିଷୟରେ ଭାବି ଚାଲିଲା। ସୁଭଦ୍ରା ସେ ବିଷୟରେ ଭାବିଲା ଯେ ସାହାଯ୍ୟର ପରିମାଣଟା କେତେ? ଆଜିକାଲି ଯେଉଁ ଫେରିବାଲା ସଙ୍ଗେ ଦରକଷା ଭଳି 25 ମାଗିଲେ 5 ମିଳେ ନୀତିରେ ସାହାଯ୍ୟ ମିଳିଥାଏ। ସେମିତି କାରଣ ନେଇ ନାରାୟଣ ମାଷ୍ଟର ଆସିନାହାନ୍ତି ତ? ଆଉ ତାଙ୍କର ଖବର ମଧ୍ୟ ସୁଭଦ୍ରା ରଖିନାହିଁ। ହଠାତ୍ ଦିନେ ରେଜିଷ୍ଟ୍ରି ଡାକରେ ଚିଠିଟା ଆସିଲା ନାରାୟଣ ମାଷ୍ଟରଙ୍କ ଠାରୁ। ସ୍ୱାମୀ ଏବଂ ପିଲାଏ ଛିଗୁଲେଇଲେ, ଆସିଗଲା ପରୱାନା। କାଳେ ସାହାଯ୍ୟ ପାଇଁ ଆବେଦନପତ୍ରଟିଏ ହଜିଯିବ ବୋଲି ଏଥର ରେଜିଷ୍ଟ୍ରି ଡାକରେ ଆସିଛି। ଆଉ ଫାଙ୍କି ଦେବାର ଯଉ ନାହିଁ। ଯେତେହେଲେ ହାତ ଧରି ଅକ୍ଷର ଆରମ୍ଭ କରିଥିଲେ ତ? ଗୁରୁଦକ୍ଷିଣାର ପରିମାଣଟା କେତେ ଖୋଲି ଆଗେ ଦେଖ।
ସୁଭଦ୍ରା ଏଥର ସମସ୍ତଙ୍କ ଆଗରେ ନାରାୟଣ ମାଷ୍ଟରଙ୍କ ବିଷୟରେ କହିଦେଇଥିଲା, ଯାହାକୁ ଯେତେବେଳେ ସେ ତାଙ୍କ ବିଷୟରେ ଭାବୁ ଭାବୁ ଆଉ ତାଙ୍କ ଚିଠିର ଉତ୍ତର ଦେଇପାରିନଥିଲା, ପୁଣି ସେ ଦ୍ୱିତୀୟ ଚିଠିଟି ଆସିଥିଲା। ସେତେବେଳେ ତାର ସ୍ୱାମୀ ଆଉ ପିଲାମାନେ ସମସ୍ତେ ତା ସହିତ ତାକୁ ଚିଡ଼େଇଥିଲେ, ଛିଗୁଲେଇଥିଲେ ଯେ ଆସିଗଲା ପରୁଆନା, ତାର ସାହାଯ୍ୟ ପାଇଁ ଆବେଦନପତ୍ରଟି କାଳେ ହଜିଥିବ, ତେଣୁ ରେଜିଷ୍ଟ୍ରି ଡାକରେ ଆସିଛି, ଆଉ ଫାଙ୍କି ଦେବାର ଜো ନାହିଁ। ସୁଭଦ୍ରାର ମୁହଁ ଦୁଃଖ ଓ ଗ୍ଳାନିରେ ରଙ୍ଗା ପଡ଼ିଗଲା। ଉତ୍କଣ୍ଠାରେ ସେ ଚିଠିଟି ଖୋଲିଲା। ଚିଠି ପଢ଼ି ସେ ସ୍ତବ୍ଧ ହୋଇଗଲା। ତାର ଶିକ୍ଷା, ସଭ୍ୟତା, ସାମାଜିକ ସମ୍ମାନ, ଧନ ଦୌଲତ, ଷ୍ଟାଟସ୍ ସବୁକିଛି ଖଣ୍ଡିଏ ମାତ୍ର ଚିଠିରେ ଭୂଲୁଣ୍ଠିତ ହୋଇଗଲା। ଚିଠିଟି ନାରାୟଣ ମାଷ୍ଟ୍ରେ ନୁହନ୍ତି, ତାଙ୍କର ପୁଅ ନବୀନ ଲେଖିଥିଲା। ପ୍ରଥମ ଚିଠି କଥା ଭାବୁ ଭାବୁ ସୁଭଦ୍ରା ଅନେକ ଡେରି କରିଦେଲା। ଚିଠିର କୌଣସି ଉତ୍ତର ମଧ୍ୟ ଦେଇନଥିଲା। ଏହିଭଳି ଅବସ୍ଥାରେ ପୁଣି ନାରାୟଣ ମାଷ୍ଟରଙ୍କ ଠାରୁ ଆଉ ଖଣ୍ଡିଏ ଚିଠି ଆସିଲା। ସେତେବେଳେ ତାର ସ୍ୱାମୀ ଆଉ ପିଲାମାନେ ତା ସହିତ ଛିଗୁଲେଇଥିଲେ ଯେ ଆସିଗଲା ପରୁଆନା, କାଳେ ସାହାଯ୍ୟ ପାଇଁ ଆବେଦନପତ୍ରଟି ହଜିଥିବ, ତେଣୁ ଏଥିପାଇଁ ରେଜିଷ୍ଟ୍ରି ଡାକରେ ଆସିଛି। ଏସବୁ କଥା ଶୁଣି ସୁଭଦ୍ରା ମୁହଁ ଦୁଃଖ ଓ ଗ୍ଳାନିରେ ରଙ୍ଗା ପଡ଼ିଗଲା। ଉତ୍କଣ୍ଠାରେ ସେ ଦ୍ୱିତୀୟ ଚିଠିରେ ଖୋଲିବାକୁ ଲାଗିଲା। ଚିଠି ପଢ଼ି ସେ ସ୍ତବ୍ଧ ହୋଇଗଲା। ସେ ଅବାକ୍ ହୋଇଗଲା। ତାର ଶିକ୍ଷା, ସଭ୍ୟତା, ସାମାଜିକ ସମ୍ମାନ, ଧନ ଦୌଲତ, ଷ୍ଟାଟସ୍ ସବୁକିଛି ଖଣ୍ଡିଏ ମାତ୍ର ଚିଠିରେ ଭୂଲୁଣ୍ଠିତ ହୋଇଗଲା। ଚିଠିଟି ନାରାୟଣ ମାଷ୍ଟ୍ରେ ଲେଖିନାହାନ୍ତି, ତାଙ୍କର ପୁଅ ନବୀନ ଲେଖିଥିଲା। ଏହି ଚିଠିରେ କ'ଣ ଲେଖାଥିଲା ତାହା ଏଠାରେ ଆମେ ଆଲୋଚନା କରାଇବା। ଚିଠିରେ ଲେଖାଥିଲା, ପୂଜନୀୟ ଅପା, 15 ଦିନ ତଳେ ବାପାଙ୍କର ଦେହାନ୍ତ ହୋଇଗଲା। ମୃତ୍ୟୁ ପର୍ଯ୍ୟନ୍ତ ତମକୁ ସେ ଖୋଜୁଥିଲେ। ତାଙ୍କର ଆଶା ଥିଲା ସେ ତମ ଦୁଆରୁ 4 ଥର ଫେରିଛନ୍ତି ଶୁଣି ନିଶ୍ଚୟ ତାଙ୍କୁ ଦେଖା କରିବାକୁ ଥରେ ହେଲେ ତମେ ଗାଁକୁ ଧାଇଁ ଆସିବ। କିଛି ନ ହେଲେ ତାଙ୍କୁ ନିଶ୍ଚୟ ସାହାଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇ ତମେ ଅନ୍ତତଃ ଚିଠି ଖଣ୍ଡେ ଦେବ। ତମର ଚିଠି ଖଣ୍ଡିକ ପାଇଥିଲେ ଅନ୍ତତଃ ସେ ଶାନ୍ତିରେ ମରିପାରିଥାନ୍ତେ। ଅପା, ବାପା ଶେଷରେ ଋଣଗ୍ରସ୍ତ ହୋଇ ଚାଲିଗଲେ, ସେତିକି ତାଙ୍କର ଦୁଃଖ। ସାନ ଭଉଣୀ ବାହାଘର ବେଳେ ତମ ବାପା ବାଧ୍ୟ କରି 2000 ଟଙ୍କା ବାପାଙ୍କୁ ଦେଇଥିଲେ। ସେତିକି ନ ନେଇଥିଲେ ବେଦିରୁ ବର ଉଠିଯାଇଥାନ୍ତା। ତମ ବାପା ଟଙ୍କାଟା ସାହାଯ୍ୟ କରିଥିଲେ ବି ମୋ ବାପା ତାକୁ ଋଣ ଭାବରେ ଗ୍ରହଣ କରି ଶୁଝିଦେବେ ବୋଲି ପଣ କରିଥିଲେ। ମୁଁ ତ ଅଯୋଗ୍ୟ ହେଲି, ଋଣ ଶୁଝିବ କିଏ? ଏ ଭିତରେ ତମ ବାପା ବି ଚାଲିଗଲେ, କିନ୍ତୁ ମୋ ବାପା ସେ ଋଣ ଭାରକୁ ଭୁଲିଲେ ନାହିଁ। ତମ ଭାଇଙ୍କୁ କେମିତି ସେ ଟଙ୍କାଟା ଫେରାଇବେ ସେ କଥା ଭାବି ଭାବି ତୁମର ଦ୍ୱାରସ୍ଥ ହୋଇଥିଲେ। ସେ ଦିନର 2000 ଟଙ୍କା ଆଜି ବାପାଙ୍କ ହିସାବରେ ସୁଧମୂଳ ମିଶି 10,000 ଟଙ୍କାରୁ ବେଶୀ ହେବ। ତେଣୁ ଘରଡିହ ଖଣ୍ଡକ କେବଳ ମୋରି ପାଇଁ ଛାଡ଼ିଦେଇ ବାକି ସବୁ ସମ୍ପତ୍ତି ତମରି ନାଁରେ କରିଯାଇଛନ୍ତି। ଉଦ୍ଦେଶ୍ୟ ତମେ ସେ ଜମିର ମୂଲ୍ୟ ବାବଦକୁ ଟଙ୍କାଟା ତୁମ ଭାଇଙ୍କୁ ଦେଇଦେବ ଏବଂ ଚାହିଁଲେ ଜମିଟାକୁ ବିକ୍ରି କରିଦେଇ ତମ ଟଙ୍କା ତମେ ପାଇଯିବ। ଏତିକି ସାହାଯ୍ୟ ପାଇଁ ସେ ତମ ଘରକୁ ଜରା ବ୍ୟାଧିକୁ ଖାତିର ନ କରି ଚାହିଁଥିଲେ। ମୋର ଅଯୋଗ୍ୟତା ଏବଂ ବାପାଙ୍କର ଅସହାୟତାର ସୁଯୋଗରେ ଗାଁ ଲୋକ ଆମର ସୁନାଥାଳି ଜମିକୁ ଶାଗ ମାଛ ମୂଲ୍ୟରେ ନେବା ପାଇଁ ଫିକର କରୁଥିଲେ। ନ ହେଲେ ବାପା ଅନେକ ଦିନରୁ ଜମି ବିକି ଋଣ ଶୁଝି ଦେଇଥାନ୍ତେ ଓ ଖୋଲା ମନରେ ମରିପାରିଥାନ୍ତେ। ତମଠାରୁ ଚିଠି ନ ପାଇ ସେ ବୋଝଟା ନେଇ ସଂସାର ଛାଡ଼ିଗଲେ। ତମେ ଯଦି ଏଥିପାଇଁ ଟିକିଏ ହଇରାଣ ହୁଅ ତାଙ୍କୁ କ୍ଷମା କରିଦେବ ବୋଲି ବଡ଼ କାକୁତି ମିନତି କରି ପ୍ରାଣ ଛାଡ଼ିଛନ୍ତି। ରହିଲି, ହତଭାଗ୍ୟ ନବୀନ। ପିଲାମାନେ, ନାରାୟଣ ମାଷ୍ଟ୍ରେ କିପରି ଆଦର୍ଶବାଦୀ ମଣିଷ ଥିଲେ। ବ୍ୟକ୍ତିଗତ ଜୀବନରେ ସେ କାହାଠାରୁ କିଛି ସାହାଯ୍ୟ ଆଶା କରିନଥିଲେ, ବରଂ ପ୍ରତିଦାନ ସ୍ୱରୂପ ସେ ତାଙ୍କର ସାମର୍ଥ୍ୟ ଅନୁଯାୟୀ ସେ ପିଲାମାନଙ୍କୁ ଅଧିକ ସମୟ ଦେଇ ପଢ଼ାଉଥିଲେ, ଅଧିକ ତାଙ୍କୁ ସାହାଯ୍ୟ କରୁଥିଲେ। କାହାକୁ କେବେ ସେ ବେତ୍ରାଘାତ କରୁନଥିଲେ। ସ୍ନେହ ପ୍ରେମରେ ମନସ୍ତତ୍ୱକୁ ବୁଝି ସେ ପାଠ ପଢ଼ାଉଥିଲେ, କାହାକୁ ଗେଲ କରି କାହାକୁ ଥାପୁଡ଼େଇ। ଏହିପରି ଥିଲା ନାରାୟଣ ଦାସଙ୍କର ସ୍ୱଭାବ।
ସବୁକିଛି ଜାଣି ମଧ୍ୟ ସୁଭଦ୍ରା ତାଙ୍କ ବିଷୟରେ ଯେଉଁ ନାସ୍ତିସୂଚକ ଚିନ୍ତା କରୁଥିଲା, ନାରାୟଣ ମାଷ୍ଟ୍ରେ କି ସାହାଯ୍ୟ ପାଇଁ ତାଙ୍କ ପାଖକୁ ଧାଇଁ ଆସିଲେ। ସାହାଯ୍ୟର ପରିମାଣଟା କେତେ ହେବ, କିପରି ସେ ସାହାଯ୍ୟ କରିପାରିବ? ତ ସାହାଯ୍ୟ କରିବାର ଯଦି ସାମର୍ଥ୍ୟ ତା ପାଖରେ ନଥାଏ, ନାରାୟଣ ମାଷ୍ଟ୍ର ମଧ୍ୟ ଅନ୍ୟମାନଙ୍କ ଭଳି ତା ପାଖରେ ଶତ୍ରୁ ହେଇଯିବେ। ଏହିପରି ଅନେକ କଥା ଭାବି ଭାବି ସେ ତାଙ୍କ ଚିଠିର କୌଣସି ଉତ୍ତର ଦେଇନଥିଲା କି ତାଙ୍କ ପାଇଁ ତାହାର ମନ ବ୍ୟାକୁଳ ହୋଇ ଉଠିନଥିଲା। ସେ ଯିବା ପାଇଁ, ତାକୁ ଥରେ ଦେଖିବା ପାଇଁ ତା ହୃଦୟ କାନ୍ଦି ନଥିଲା। ତେଣୁ ସେ ଏମିତି ନୀରବରେ ବହୁଦିନ କାଟି ଦେଇଥିଲା। ପୁଣି ଯେତେବେଳେ ଦ୍ୱିତୀୟ ଚିଠିଟି ଆସିଲା, ସେ ଚିଠିଟି ପଢ଼ି ସେ ସ୍ତମ୍ଭୀଭୂତ ହୋଇଯାଇଥିଲା। ତାର ସବୁକିଛି ପଦମର୍ଯ୍ୟାଦା, ସାମାଜିକ ସମ୍ମାନ ତା ପାଦ ତଳେ ଭୂଲୁଣ୍ଠିତ ହୋଇଯାଇଥିଲା। ଚିଠିରେ ନାରାୟଣ ମାଷ୍ଟ୍ରଙ୍କର ପୁଅ ସବୁକିଛି ବର୍ଣ୍ଣନା କରିଥିଲା ଯେ ନାରାୟଣ ମାଷ୍ଟ୍ରେ ସୁଭଦ୍ରା ପାଖକୁ କାହିଁକି ଚାରି ଥର ସେ ଯାଇଥିଲେ, ଆଉ ଯିବାର ଉଦ୍ଦେଶ୍ୟ କ'ଣ, ତାହା ମୁଁ ତୁମଠାରେ ଏଠାରେ ଆଲୋଚନା କଲି। ଯେ ନାରାୟଣ ମାଷ୍ଟ୍ରେ ତାଙ୍କ ଝିଅ ବାହାଘର ବେଳେ ତାଙ୍କ ସୁଭଦ୍ରାର ବାପାଠାରୁ ମାତ୍ର 2000 ଟଙ୍କା ନେଇଥିଲେ। ଯେଉଁ ଟଙ୍କା ବାବଦକୁ ସେ ତାର ସମସ୍ତ ସମ୍ପତ୍ତିକୁ ସେ ସୁଭଦ୍ରା ନାଁରେ ରଖିଦେଇଥିଲେ, କାରଣ ସୁଭଦ୍ରାର ବାପା ଇହଦ୍ୟାମ ତ୍ୟାଗ କରିଥିଲେ। ଆଉ ସେଇ ଋଣ ଭାରକୁ ସେ ମୁଣ୍ଡେଇ ଶେଷ ନିଶ୍ୱାସ ତ୍ୟାଗ କରିବାକୁ ଚାହୁଁନଥିଲେ। ସେଥିପାଇଁ ସେ ଋଣଗ୍ରସ୍ତ ହେବାକୁ ଚାହୁଁନଥିଲେ। ଋଣମୁକ୍ତ ହେବା ପାଇଁ ସେ ଚାରି ଥର ସୁଭଦ୍ରାର ଦ୍ୱାରସ୍ଥ ହୋଇଥିଲେ, ହୋଇ ମଧ୍ୟ ନିରାଶ ହୋଇଥିଲେ। ଆଉ ତା ସହିତ ସାକ୍ଷାତ ହୋଇନଥିଲା କି ସୁଭଦ୍ରା ତାଙ୍କ ପାଖକୁ ଛୁଟି ଆସିନଥିଲା। ସେ ଭାବିଥିଲେ ନିଶ୍ଚୟ ସୁଭଦ୍ରା ତାଙ୍କ ପାଖକୁ ଚାଲିଆସିବ, କିନ୍ତୁ ତାହା କେବଳ ତାଙ୍କର ଆଶା ରହିଯାଇଥିଲା। ତାଙ୍କ ପାଖରୁ ମଧ୍ୟ ଚିଠି ଖଣ୍ଡେ ପାଇନଥିଲେ। ଏହିପରି ଏକ ବୋଝଟାଏ ନେଇ ସେ ସଂସାର ଛାଡ଼ି ଚାଲିଯାଇଥିଲେ। ତେଣୁ ସେ ସୁଭଦ୍ରା ପାଖରେ ସେ ନିଜକୁ ଋଣୀ ବୋଲି ଭାବୁଥିଲେ। ଯେ ସୁଭଦ୍ରା ସହିତ ତାଙ୍କର ଦେଖା ହୋଇପାରିଲା ନାହିଁ। ଶେଷରେ ସେଇ ଜମିଟିକୁ, ଘର ଦିଓଟିକୁ ତାଙ୍କ ପୁଅ ନବୀନ ନାଁରେ କରିଦେଇ ବାକି ସବୁକିଛି ସେ ସୁଭଦ୍ରାକୁ ନାଁରେ କରିଦେଇଥିଲେ। ସୁଭଦ୍ରାର ଅନୁମାନ ଅନୁସାରେ ନାରାୟଣ ମାଷ୍ଟ୍ରଙ୍କର ସବୁ ସମ୍ପତ୍ତି 10,000 ଟଙ୍କାରୁ ଯଥେଷ୍ଟ ଉର୍ଦ୍ଧ୍ୱ ହେବ। ନାରାୟଣ ମାଷ୍ଟ୍ର ତା ଉପରେ ଏତେ ବଡ଼ ଦୁଃଖ ଓ ଅପରାଧର ବୋଝ ଚାପିଦେଲେ କାହିଁକି? ବୋଧହୁଏ ତା ଉପରେ ତାଙ୍କର ସ୍ନେହ ଭରସାର ଆଧିକ୍ୟ ଯୋଗୁଁ ସେ ଏପରି କଲେ। ନିଜ ବାପାଙ୍କର ମୃତ୍ୟୁ ସମ୍ବାଦ ପାଇ ସୁଭଦ୍ରା ଏମିତି ଦିନେ ଲୁହ ଝରାଇ କାନ୍ଦିଥିଲା, ମାତ୍ର ଆଜି ସେ ଲହୁ ଝରାଇ କାନ୍ଦୁଛି। କାରଣ ସେଦିନ ତାର ଆଖି ଫଟାଇ ଲୁହ ଧାର ଝରୁଥିଲା, ଆଜି ତାର ହୃଦୟ ଫାଟି ଆଖି ଦେଇ ଲହୁ ଝରୁଛି। ଏହା ସୁଭଦ୍ରାକୁ ଯେପରି ଏକ ଦଣ୍ଡ। ସାରା ଜୀବନ ପାଇଁ ତା ପାଇଁ ନାରାୟଣ ମାଷ୍ଟ୍ର ବୋଝଟିଏ ରଖି ଛାଡ଼ିଦେଲେ। କାରଣ ସୁଭଦ୍ରା ତାର କର୍ତ୍ତବ୍ୟ ଠିକ୍ ଭାବରେ କରିନଥିଲା। ତା କର୍ତ୍ତବ୍ୟଠୁ ସେ ନିଜକୁ ଦୂରେଇ ରଖିଥିଲା। ତାର କର୍ତ୍ତବ୍ୟ ଥିଲା ସେ ନାରାୟଣ ମାଷ୍ଟ୍ରଙ୍କର ପାଖକୁ ଧାଇଁଯିବ ଉଚିତ, ନାରାୟଣ ମାଷ୍ଟ୍ରଙ୍କ ବିଷୟରେ ଜାଣିବା ଉଚିତ। ଏହିପରି ଭାବରେ ନାରାୟଣ ମାଷ୍ଟ୍ରଙ୍କର ଜୀବନ ଦୀପ ଲିଭିଗଲା। ଆଉ ସୁଭଦ୍ରା ସାରା ଜୀବନ ଅନୁତାପର ଲୁହ ଝରାଇଥିଲା। ଦିନେ ସେ ତା ବାପାଙ୍କର ମୃତ୍ୟୁରେ ଲୁହ ଝରାଇଥିଲା, କିନ୍ତୁ ଆଜି ନାରାୟଣ ମାଷ୍ଟ୍ରଙ୍କ ମୃତ୍ୟୁରେ ସେ ଲୁହ ନୁହେଁ, ଲହୁ ଝରାଇ କାନ୍ଦୁଛି, ଅର୍ଥାତ୍ ରକ୍ତ ଝରାଇ କାନ୍ଦୁଛି। ଯେଉଁ ରକ୍ତ ତାର ହୃଦୟ ଫାଟି ଦେଇ ଯାଉଛି, ତାର ଲୁହ ଆଖି ଦେଇ ବହିଯାଇଥିଲା, କିନ୍ତୁ ତାର ଲହୁ ତାର ହୃଦୟ ଫାଟି ଝରୁଛି। ଏହା ଥିଲା ଗଳ୍ପର ମର୍ମ, ଗଳ୍ପର ସାରତତ୍ତ୍ୱ। କିପରି ଏହି ସମାଜରେ, ଏହି ସଂସାରରେ ଭଦ୍ରଲୋକଙ୍କୁ ଚିହ୍ନିବାକୁ ହୁଏ, ତାହା ଆମକୁ ଜଣାନାହିଁ। ତେଣୁ ଭଦ୍ରଲୋକ କେବଳ ବେଶ ପୋଷାକରୁ ଜଣାଯାଏ ନାହିଁ। ଯଦି ଆଚାର ବ୍ୟବହାର, ଆଦର୍ଶ ଜୀବନ ନେଇ ବଞ୍ଚୁଥିବା ବ୍ୟକ୍ତିଙ୍କୁ ହିଁ ଭଦ୍ରଲୋକ କୁହାଯାଏ। ଯେଉଁ ଭଦ୍ରଲୋକ ଥିଲେ ପ୍ରକୃତରେ ନାରାୟଣ ମାଷ୍ଟ୍ରେ
ଜ୍ଞାନ ମାଷ୍ଟ୍ରେ ଜରାବାଧିକୁ ଖ୍ୟାତି ନକରି ଋଣମୁକ୍ତ ହେବା ପାଇଁ ସେ ଧାଇଁ ଯାଇଥିଲେ ସୁଭଦ୍ରା ପାଖକୁ। ଆଉ ତାଙ୍କର ସହାୟତା ଥିଲା ସେ ତାଙ୍କର ପୁତ୍ର ନବୀନ ଥିଲା ଅଯୋଗ୍ୟତା, ସେ ବାପାଙ୍କର ଯୋଗ୍ୟ ପୁତ୍ର ହୋଇପାରିଲା ନାହିଁ। ତେଣୁ ତାଙ୍କର ବହୁ ମୂଲ୍ୟର ଜମିକୁ ଗାଁ ଲୋକ ସୁନା ଥାଳି ଭଳି ଜମିକୁ ଶାଗ ମାଛ ମୂଲ୍ୟରେ ନେବା ପାଇଁ ଫିକର କରୁଥିଲେ। ଆଉ ସୁଭଦ୍ରା ଯାହା ପାଇଁ ସବୁକିଛି ପାଇଥିଲା, ସବୁକିଛି ସାମାଜିକ ସ୍ଥିତି ପ୍ରତିଷ୍ଠା, କିନ୍ତୁ ସେ ନାରାୟଣ ମାଷ୍ଟ୍ରଙ୍କୁ ଭୁଲି ଯାଇଥିଲା। ଯେଉଁ ନାରାୟଣ ମାଷ୍ଟ୍ରଙ୍କୁ ସେ ଜଗନ୍ନାଥଙ୍କ ରୂପରେ ନିଜ ହୃଦୟରେ ସ୍ଥାନ ଦେଇଥିଲା, ସେହିଭଳି ବ୍ୟକ୍ତିଙ୍କୁ ସେ ସମୟର ସ୍ରୋତରେ ଭୁଲି ଯାଇଥିଲା। ଆଉ ଯେତେବେଳେ ତାଙ୍କୁ ସେ ମନେ ପକାଇଲା, ତା'ର ଅତୀତକୁ ସବୁକିଛିକୁ ମନେ ପକାଇଲା, ସେତେବେଳେ କୌଣସି କାର୍ଯ୍ୟ ତାଙ୍କ ପାଇଁ ସେ କରିପାରିନଥିଲା। ଯେଉଁ କାରଣରୁ ସେଇ ଅବ୍ୟକ୍ତ ଯନ୍ତ୍ରଣାକୁ ନେଇ ସେଇ ଅନୁତାପ ଜାଳରେ ସାରା ଜୀବନ ସୁଭଦ୍ରା ନିଜକୁ ତିଳ ତିଳ କରି ବଞ୍ଚିଥିଲା। ଏହା ହିଁ ଗଳ୍ପର ସାରତତ୍ତ୍ୱ। ଥ୍ୟାଙ୍କ ୟୁ।